ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିଡିଜି ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା +3 ସେକେଣ୍ଡ ସେମିଷ୍ଟାରର ଯେଉଁଟାକି ସମିଷ୍ଟର କମ୍ପଲସରି ଆର୍ଟ୍ସ କମର୍ସ ସାଇନ୍ସ ସମିଷ୍ଟର ଏଇଟା କମ୍ପଲସରି ଅଛି। ଓକେ, ଭାଷାର ଆମେ ସିଲାବସ୍ରେ ଆଲୋଚନା କରୁଥିଲେ। ତାର ଆଜି ଆମେ ଦେଖିବା ପେଜ୍ ନମ୍ବର 1ରେ। ଓକେ, ମୁଁ ଯାହା ପଢ଼େଇବି ତାପରେ ତମେ ତାର ସବୁ ସର୍ଟ କୋଶ୍ଚିନ୍ ବାହାର କରିବ ଏବଂ 2 ମାର୍କିଆ ବାହାର କରିବ ଏବଂ 3 ମାର୍କିଆ ବାହାର କରିକି ଲଙ୍ଗ କୋଶ୍ଚିନ୍ ବି ବାହାର କରିବ। ଓକେ, ଭାଷା ମାନବ ଜାତିର ଏକ ବିଶିଷ୍ଟ ଭାବନା ଓ ଭାବ ପ୍ରକାଶର ସର୍ବଶ୍ରେଷ୍ଠ ମାଧ୍ୟମ। ବ୍ୟାପକ ଚିନ୍ତା ଶକ୍ତିର ଅଧିକାରୀ ହେବା ଫଳରେ ମନୁଷ୍ୟ ଏହି ଭାଷାର ଆବିଷ୍କାର କରିପାରିଛି। କାରଣ ଚିନ୍ତା ଶକ୍ତି ଓ ଭାଷା ମାନବ ସଭ୍ୟତାର ଦୁଇଟି ମୌଳିକ ସମ୍ପଦ, ଯାହାକି ତାକୁ ମାନବତାର ପ୍ରାଣୀଙ୍କ ଠାରୁ ପୃଥକ ବୋଲି ପରିଚୟ କରାଯାଏ। ସଂସ୍କୃତ ଧାତୁରେ କର୍ମବାଚ୍ୟରେ ଆ ପ୍ରତ୍ୟୟ ଯୁକ୍ତ ହୋଇ ଭାଷା ଶବ୍ଦର ଉତ୍ପତ୍ତି ଘଟେ, ଯାହାର ଅର୍ଥ ବ୍ୟକ୍ତବାଣୀ ଭାଷ୍ୟ ବ୍ୟକ୍ତାୟ ବାଚି ଧାତୁପାତ। ଓକେ, ଭାଷ୍ୟ ତେ ବ୍ୟକ୍ତବାଗ ରୂପେଣ ଅଭିବ୍ୟଜ୍ୟତେ ଇତି ଭାଷା, ଅର୍ଥାତ୍ ବ୍ୟକ୍ତ ବାଣୀ ରୂପରେ ଯାହାର ଅଭିବ୍ୟକ୍ତ କରାଯାଏ ତାହାକୁ ଭାଷା କୁହାଯାଏ। ଓକେ, ଏଇଠି ଗୋଟେ ପଏଣ୍ଟ ଦେଇଦେବ, ପଏଣ୍ଟ ଦେଇକି ତମ ଖାତା ଲେଖିବ ଭାଷା କାହାକୁ କୁହାଯାଏ, ତାପରେ ଲେଖିବ ଏଇଠୁ ଲେଖିବ। ଓକେ, ଭାଷା କହିଲେ ମାନବର ଚିନ୍ତା ପ୍ରସ୍ତୁତ ଓ ତାହାର ଉଚ୍ଚାରଣକ୍ଷମ ବା ବାହ୍ୟ ଯନ୍ତ୍ର ଯାହା ସାହାଯ୍ୟରେ ବିଭିନ୍ନ ପ୍ରଯତ୍ନ ଦ୍ୱାରା ଉଚ୍ଚାରିତ ନିର୍ଦ୍ଦିଷ୍ଟ ଅର୍ଥଜ ସ୍ଥଳ ବିଶେଷରେ ଯାଦୃଚ୍ଛିକ ଅର୍ଥଯୁକ୍ତ ବାଚିକ ପ୍ଲସ୍ ଧ୍ୱନି ପ୍ରତୀକ ସମୂହର ଏକ ନିୟମାବଦ୍ଧ ପଦ୍ଧତି ବା ବ୍ୟବସ୍ଥା, ଯାହା ମାଧ୍ୟମରେ ତତ୍ ସମ୍ପୃକ୍ତ ସମାଜର ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଚିନ୍ତାଧାରାର ବିନିମୟ କରିପାରନ୍ତି। ଅଭିବ୍ୟକ୍ତ ଉପଲବ୍ଧ ଓ ଉପଲବ୍ଧ ଅଭିବ୍ୟକ୍ତ। ଓକେ, ଏଇଟା ଗୋଟେ ବ୍ୟାକରଣ। ଭାଷା ଶବ୍ଦର ଇଂରାଜୀ ପ୍ରତିଶବ୍ଦ ଲାଙ୍ଗୁଏଜ୍ ଏବଂ ଗ୍ରୀକ୍ ପ୍ରତିଶବ୍ଦ ଲୋଗସ୍ ବା ଲୋଗସ୍ର ଅର୍ଥ ହେଉଛି ଚିନ୍ତାଶକ୍ତି ଓ ଜ୍ଞାନ। ତେଣୁ ଭାଷା ମାନବର ଚିନ୍ତାଶକ୍ତି ଓ ଜ୍ଞାନ ସହିତ ସମ୍ବନ୍ଧୀୟ ବୋଲି ବହୁ ପୁରାତନ କାଳରୁ ଗ୍ରୀସର ଦାର୍ଶନିକ ଓ ଭାଷାବିଜ୍ଞାନୀମାନେ ଉପଲବ୍ଧି କରିପାରିଥିଲେ। ଇଂରାଜୀ ଶବ୍ଦ ଲାଙ୍ଗୁଏଜ୍ ଲାଟିନ୍ ଶବ୍ଦ ଲିଙ୍ଗୁଆ ସହିତ ସମ୍ପୃକ୍ତ, ଯାହାର ଅର୍ଥ ଜିହ୍ବା। ଧ୍ୱନି ଉତ୍ପାଦନ କ୍ଷମ ମନୁଷ୍ୟର ବାକ୍ ଯନ୍ତ୍ରର ଶ୍ରେଷ୍ଠ ଅଂଶ ହେଉଛି ଜିହ୍ବା। ଏଥିରେ ଅନୁମତି ହୋଇଯାଏ ଯେ ଭାଷାର ସୃଷ୍ଟି ମୂଳରେ ମନୁଷ୍ୟର ବାକ୍ ଯନ୍ତ୍ରର ପ୍ରମୁଖ ଭୂମିକା ଅନସ୍ୱୀକାର୍ଯ୍ୟ। ଓକେ, ପୂର୍ବରୁ କୁହାଯାଇଛି କି ଭାଷା ଚିନ୍ତାଶକ୍ତି ଉପରେ ନିର୍ଭର କରେ, ତେଣୁ ଚିନ୍ତା ବିନା ଭାଷାର କୌଣସି ଅସ୍ତିତ୍ୱ ନଥାଏ। ତେଣୁ ମାନବତାର ପ୍ରାଣୀମାନଙ୍କର ପଶୁପକ୍ଷୀ ନିଜର ଧ୍ୱନି ମାଧ୍ୟମରେ ନିଜର କ୍ଷୁଧା ଓ ତୃଷାଦି ପ୍ରତିକ୍ରିୟା ଜଣାଇଲେ ମଧ୍ୟ ସେସବୁ ଚିନ୍ତା ବିନା ଘଟିଥିବାରୁ ତାହା ଭାଷା ଭାବେ ଗ୍ରହଣୀୟ ନୁହେଁ। ଧ୍ୱନିକୁ ଭାଷା କୁହାଯାଇ ନ ପାରେ। ଭାଷା ଚିନ୍ତାଶକ୍ତି ଓ ଧ୍ୱନି ଉତ୍ପାଦନକ୍ଷମ ବାକ୍ ଯନ୍ତ୍ର ସହିତ ସମ୍ପୃକ୍ତ। ଭାଷା ଶବ୍ଦ ସମ୍ପର୍କରେ ବିଭିନ୍ନ ଶବ୍ଦକୋଷରେ ଭିନ୍ନ ଭିନ୍ନ ପ୍ରକାରର ଅଭିମତ ପ୍ରକାଶ ପାଇଅଛି। ତଥାପି ମଧ୍ୟ ମନୁଷ୍ୟର ଭାବ ପ୍ରକାଶର ସର୍ବଶ୍ରେଷ୍ଠ ମାଧ୍ୟମ ଭାବେ ଭାଷାକୁ ସମସ୍ତେ ଗ୍ରହଣ କରିଛନ୍ତି। ଭାଷାର ଅର୍ଥ ଓ ଭାଷାର ଶବ୍ଦର ବ୍ୟୁତ୍ପତ୍ତି ସମ୍ବନ୍ଧରେ ବିଭିନ୍ନ ଶବ୍ଦକୋଷରେ ଭିନ୍ନ ଭିନ୍ନ ଅଭିମତ ପ୍ରକାଶିତ। ଓକେ, ଇଏ ଥିଲା ପେଜ୍ ନମ୍ବର 1। ଓକେ, ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ଆକୁ ଭଲ ଭାବରେ ପିଲାମାନେ ଦେଖିନେବେ। ଯେଉଁମାନେ ଭିଡ଼ିଓକୁ ଭଲ ଲାଗିଥାଏ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଓକେ, ଆଉ ଯଦି ମୋର କିଛି ଭୁଲ ଥାଏ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଓକେ, ପିଲାମାନେ ମୁଁ ଯାହା କହିଛି ସେୟା ହିଁ କରିବ।
ହେଲା।